वंदे मातरम पिला माने आज क्लास टी तुम मानक अनेक स्वागत करुच्ची। तो क्लास आरंभ करने पूर्व माँ को उद्देश्य गोटे मिनिट नीरव रहा एवं तापर आमर क्लास टी आरंभ करवा। समस्ते गोटे मिनिट नीरव रहा। तो पिला माने आमे पूर्व क्लास रे तुमर विषय आम द्वितीय विषय आम शरीर यार प्रश्नावली टी आमे आलोचना करथिले। आज आमे तुमर तृतीय विषय खाद्य विषय रे पढ़िबा। तो पिला माने देख आमे खाद्य कहीं खाऊ कहीं खाऊ बंची रहिबा पई, किंतु आमे कौन खाइबा पई बंची रहिचु कि ना, आमे बंचिबा पई खाउचे, बंची रहिबा पई खाउने। खाद्य आम देह को कौन करे ना सुस्थ सबल रखे आउ रोग रु रक्षा करे नुहे कि आउ कौन करे ना शक्ति मध्य जगाए। ताने खाद्य आमको कौन दिए, खाद्य आमको कौन दिए। प्रथम रहूची कौन देह को सुस्थ सबल रखे, खाद्य आम देह को सुस्थ सबल रखे आउ कौन करुची ना शक्ति जगाए, आउ कौन ना रोग आक्रमण रु रक्षा करे, शरीर को निरोग रखे। देख पिला माने ताने खाद्य आमको कौन दउची ना आम देह को सुस्थ सबल रखुची, शक्ति जोगाउची, रोग आक्रमण रु रक्षा करुची आउ मोटामोटी उपरे सबु उपरे शरीर को निरोग रखुची नुहे कि। तेणु आमे खाद्य खाइबा आवश्यक। आउ कौन ना शरीर वृद्धि विकास, शरीर वृद्धि ओ विकास रे साहाय्य करे। नहीं कि पिला माने ताने शरीर आमर कौन करुच्ची देखा आउ थर कहूची ना देह को सुस्थ सबल रखुची, शक्ति जोगाउची, रोग आक्रमण रु रक्षा करुची आउ शरीर को निरोग रखुची, शरीर वृद्धि और विकास रे साहाय्य करुची। तो एते सब कला परे देख खाद्य आमर केते प्रकार रहउची, खाद्य होउची 6 प्रकार।
ଖାଦ୍ୟ 6 ପ୍ରକାର। କଣ କଣ ନା ଆମର ଶ୍ୱେତସାର ଜାତୀୟ ଖାଦ୍ୟ, ପୁଷ୍ଟିସାର ଜାତୀୟ ଖାଦ୍ୟ, ସ୍ନେହସାର ଜାତୀୟ ଖାଦ୍ୟ, ଆଉ ଆମର କଣ ଜୀବସାର ଜାତୀୟ ଖାଦ୍ୟ, ଧାତୁସାର ଜାତୀୟ ଖାଦ୍ୟ, ଶେଷରେ ରହୁଛି ଆମର ଜଳ ଜଳ ଜାତୀୟ ଖାଦ୍ୟ। ତାହେଲେ ଦେଖ ପିଲାମାନେ ଏଠି 6 ପ୍ରକାର ଖାଦ୍ୟ ଆମେ ଲେଖିଲେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଜୀବସାର, ଧାତୁସାର ଆଉ ଜଳ। ତାହେଲେ 6 ପ୍ରକାର ଆମର ଖାଦ୍ୟ ସାର ରହୁଛି। ତେଣୁକରି ଆମେ କହିଲେ ଏଠି ଖାଦ୍ୟର ପ୍ରକାର ହଉଛି 6 ପ୍ରକାର ଖାଦ୍ୟ। ପ୍ରତ୍ୟେକ ପ୍ରକାର ଖାଦ୍ୟ ଉପାଦାନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଦରକାର ହୋଇଥାଏ, ନୁହେଁ କି? ଗୋଟେ ଛୋଟ ପିଲା ପାଇଁ ଯାହା ଆବଶ୍ୟକ ଗୋଟେ ବଡ ଲୋକ ପାଇଁ ତା ଆବଶ୍ୟକ ହବନି, କାରଣ ଛୋଟ ପିଲା ପାଇଁ ତାର ଯେତିକି ଆବଶ୍ୟକ ସେ ସେତିକି ଖାଇବ, ଆଉ ଜଣେ ବଡ ଲୋକ ଯେତିକି ଖାଇବା କଥା ସେ ସେତିକି ଖାଇବ। ସେଠି କହୁଛି ପ୍ରତ୍ୟେକ ପ୍ରକାର ଖାଦ୍ୟ ଉପାଦାନ ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଦରକାର ହୋଇଥାଏ। ନିର୍ଦ୍ଦିଷ୍ଟ ପରିମାଣରୁ କମ ହେଲେ ବିଭିନ୍ନ ରୋଗ ହୁଏ। ଯଦି ଆମେ ସେଇ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟ ନ ଖାଇବା ତାହେଲେ ଆମକୁ ରୋଗ ହବ। ଏହାକୁ ଖାଦ୍ୟ ଅଭାବ ଜନିତ ରୋଗ କୁହାଯାଏ। ତାହେଲେ ଖାଦ୍ୟ ଅଭାବ ଜନିତ ରୋଗ କାହାକୁ କୁହାଯାଏ? ନା ଏକ ନିର୍ଦ୍ଦିଷ୍ଟ ପରିମାଣର କମ ଖାଦ୍ୟ ଯଦି ଆମେ ଖାଇବା ତେବେ ଏହା ଆମର ଖାଦ୍ୟ ଅଭାବ ଜନିତ ରୋଗକୁ ନିମନ୍ତ୍ରଣ କରିଥାଏ। ଯେପରି ଜୀବସାର ଏ ଅଭାବରେ ଅନ୍ଧାର କଣା, ଜୀବସାର ଏ ବା କ ଯୋଉଟା କହୁଛେ ଜୀବସାର କ ଅଭାବରେ ଅନ୍ଧାର କଣା ରୋଗ ହୁଏ। ଅର୍ଥାତ ଅନ୍ଧାର କଣା କଣ ନା ଅଳ୍ପ ଆଲୁଅରେ କୌଣସି ଜିନିଷ ଦେଖିବା ସମ୍ଭବ ହୁଏ ନାହିଁ। ଆମେ ଏବେ କଣ ଆମ ସୁସ୍ଥ ଅଛେ, ଅଳ୍ପ ଆଲୁଅରେ ମଧ୍ୟ ଆମେ ଜିନିଷଟିକୁ ଦେଖିପାରୁଛେ, କିନ୍ତୁ ଅନ୍ଧାର କଣା ରୋଗ ହେଲେ ଅଳ୍ପ ଆଲୁଅରେ ଆମେ କୌଣସି ବସ୍ତୁକୁ ଠିକ ଭାବେ ଦେଖିପାରିବା ନାହିଁ। ଆବଶ୍ୟକ ପରିମାଣ ଖାଦ୍ୟ ନ ଖାଇଲେ କଣ ହବ ନା ଦେହ ଦୁର୍ବଳ ହେବ। ଦେହ ଦୁର୍ବଳ ହେଲେ କଣ ହବ ନା କୌଣସି କାମ କରିବା ପାଇଁ ଆମକୁ ଇଚ୍ଛା ହବ ନାହିଁ, ନୁହେଁ କି? ତମର ଦେହ ଯେତେବେଳେ ଖରାପ ହୁଏ ତୁମେ କଣ କାମ କରିବା ପାଇଁ ତମକୁ ଇଚ୍ଛା ହୁଏ କି? ଇଚ୍ଛା ହୁଏନି। ଯେତେବେଳେ ମା କୁହନ୍ତି କି ଏଇଟା କରିଦିଅ କି ବାପା କୁହନ୍ତି ସେଇଟା କରିଦିଅ, ତୁମେ କଣ ମତେ ଭଲ ଲାଗୁନି ମୁଁ କରିବିନି, ନୁହେଁ କି? ଏଇଆ କହୁଛ ନା? ସୁସ୍ଥ ସବଳ ରହିବାକୁ ହେଲେ ଆମ ଶରୀରର କଣ ନା ଦୃଢ ମାଂସପେଶୀ, ଶକ୍ତ ଅସ୍ଥି, ଶକ୍ତ ଦାନ୍ତ, ଉତ୍ତମ ଭାବରେ କାର୍ଯ୍ୟ କରୁଥିବା ଭଳି ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଦରକାର। ତାହେଲେ ସୁସ୍ଥ ସବଳ ରହିବାକୁ ହେଲେ କଣ ହଉଛି ଆମ ଶରୀରର ଦୃଢ ମାଂସପେଶୀ, ମାଂସପେଶୀ ଗୁଡିକ ଦୃଢ ରହିଥିବା ଦୃଢ ହେବା ଆବଶ୍ୟକ। ଆଉ ଆମର ହାଡ ଶକ୍ତ ହେବା ଦରକାର, ଆଉ ଦାନ୍ତ ଶକ୍ତ ହବା, ଆଉ ଉତ୍ତମ ଭାବେ କାମ କରିପାରୁଥିବା ଅଙ୍ଗ ପ୍ରତ୍ୟଙ୍ଗ ହେବା ଦରକାର। ଏହା ସହିତ ଉପଯୁକ୍ତ ପରିମାଣରେ ରକ୍ତ ଦେହରେ ରହିବା ଆବଶ୍ୟକ। ଜଳ ହେଉଛି ଆମ ଶରୀରର ପ୍ରଧାନ ଉପାଦାନ। ଦେଖ ପିଲାମାନେ କାହିଁକି ପ୍ରଧାନ ଉପାଦାନ କହିଲା ନା ଏଇ 5ଟି ଜିନିଷ ଆମେ ଯଦି ନ ପାଇପାରିବା, ଯଦି ଜଳ କେବଳ ଜଳ ଯଦି ଆମେ ଗ୍ରହଣ କରୁଛେ ତାହେଲେ ମଧ୍ୟ ଆମେ ବଞ୍ଚିପାରିବା। ବେଶୀ ଦିନ ବଞ୍ଚି ହବନି, କିନ୍ତୁ ଆମେ ଅନ୍ତତଃ 3-4 ଦିନ ପର୍ଯ୍ୟନ୍ତ ଖାଲି ଜଳରେ ପିଇକି ଆମେ ବଞ୍ଚିପାରିବା, ହେଲା। କିନ୍ତୁ ଜଳ ସହିତ ଏଗୁଡିକ ଦରକାର। ଖାଲି ଜଳ ପିଇଲେ ଆମେ ଶକ୍ତି ତ ପାଇବାନି ନା, ନୁହେଁ କି? ଶରୀରର ଓଜନ ଯାହା ତାର 3 ଭାଗରୁ ପ୍ରାୟ 2 ଭାଗ ହେଉଛି କେବଳ ଜଳ। ଶରୀର ଓଜନକୁ 100 ଭାଗ ଧରିଲେ
तार 63 भाग होची जल, 17 भाग होची पुष्टिसार, 12 भाग होची स्नेहसार, आउ 7 भाग धातुसार और मात्र 1 भाग होची श्वेतसार। यही सब उपादान आम खाद्य पाई। ताने यही जो खाद्य सार गुड़िक आम खाद्य ही पाई। भात डाली शाग आलू बैगण भेंडी कलरा कखारु माछ मांस अंडा क्षीर आदि आम जहाँ सब खाऊे आमर खाद्य। तो देख यही सब खाद्य को नहीं से प्रकार भेद कर खाद्य प्रकार भेद कर खाद्यर कार्य को आधार करी खाद्य द्रव्य को 3 भाग में विभक्त कर यही 3 प्रकार खाद्य कौन कौन? प्रकार 3 प्रकार खाद्यर प्रकार भेद कौन कौन? 3 एक रे शक्ति प्रदानकारी खाद्य, दुई रे शरीर गठनकारी खाद्य, आ 3 रे कौन रोची ना सुरक्षा प्रदानकारी खाद्य। देख पिला माने ताने खाद्यर प्रकार भेदटी है तार कार्य को आधार करके 3 प्रकार है कौन ना प्रथमे शक्ति प्रदानकारी खाद्य, शरीर गठनकारी खाद्य आउ सुरक्षा प्रदानकारी खाद्य। तो यही 3टी कौन करुच्ची ना शरीर को शक्ति जोगैबा, शरीर को सुंदर करी गढ़ी तोलिबा आउ शरीर को रोग दाउरू रक्षा करबा हला यार मुख्य कार्य हला। एबे देख आम यही प्रथम पढ़ा शक्ति प्रदानकारी खाद्य ना काम करिबा पई खाद्य शरीर को शक्ति जोगाई थाए। खाली बसी रहिले किंबा सोई रहिले मध्य शरीर शक्ति दरकार करे कारण आमर फुसफुस हृत्पिंड वृकक और शरीर अन्यान्य कोष अहरह काम करुछंती। एथिपाई शक्ति आवश्यक। जे जेते अधिक परिश्रम करे तापाई सेते अधिक शक्ति लोड़ा। छात्र छात्री शिक्षक किराणी डाक्तर दोकानी ऑफिसर माने कठिन शारीरिक परिश्रम करंतिनी करंती कि करंतिनी तेणु सेमानक पई कम शक्ति दरकार। किंतु कृषक मूलिया खणी कारखानार श्रमिक खेलाड़ी पथर कटाड़ी परी कष्ट काम करुवा लोके अधिक शक्ति दरकार करछंती। तो श्वेतसार आ स्नेहसार जातीय खाद्य मुख्यतः शक्ति जोगाई था। पुष्टिसार मध्य आमर शक्ति जोगाई थाए किंतु कम। तापरे होची शरीर गठनकारी खाद्य। आम शरीरर वृद्धि विकास पई पुष्टिसार और स्नेहसार आवश्यक। शरीरर वृद्धि पई नुआ जीवकोष तैयारी हेबा दरकार। एथिपाई पुष्टिसार और स्नेहसार दरकार पड़े नुहे कि। तापर कहूँ कौन ना सुरक्षा प्रदानकारी खाद्य। पुष्टिसार धातुसार और जीवसार आमको रोग आक्रमण रु रक्षा करिथांती। जीवसार अन्य नाम होची कौन खाद्य प्राण बा विटामिन। यह व्यतीत धातुसार और जीवसार अभाव हेले शरीर रे श्वेतसार और पुष्टिसार ठीक भाव में काम रे लागी पारती नहीं।
तो ये गला हूँ आमर खाद्यर प्रकार एबे आमे जो 6टी उपादान आलोचना करथिले कौन ना श्वेत सार पुष्टि सार स्नेह सार धातु सार जीव सार बा विटामिन आउ जल से गुड़िक विषय आमे एबे आलोचना करिया। तो प्रथमे आमे देखिबा श्वेत सार। श्वेत सार श्वेत सार आमको दुईटी उत्स रु मिलुची हैला गोटे होची देख पिला माने श्वेत सार आमको दुईटी उत्स रु मिलुची गोटे होची उद्भिदज आ गोटे होची प्राणीज। ता माने कोन ना श्वेत सार आमे उद्भिद मानक पाखरु पाउचे आउ प्राणी मानक पाखरु मध्य पाउचे। तो प्रथम आमे देखिबा उद्भिद मानक पाखरु कोन पाउचे ना चाउल गहम मांडिया बाजरा मक्का इत्यादि शस्य जातीय खाद्य रे मंडद नाम रे श्वेत सार अनेक परिमाण रे रही। धानरू प्रस्तुत हेउथुवा चूड़ा मुढ़ी खई हुडुम्ब गहमरू तैयारी अटा मैदा सुजी मध्य श्वेत सार जातीय खाद्य अटे। यह व्यतीत आलू कंदमूल खंब आलू ओलुओ सारू इत्यादि माटी तले बढ़ुवा परिवार यथेष्ट परिमाण रे श्वेत सार रही था। पाचिला कदली सपुरी पणस इत्यादि मीठा लगुवा फल गुड़िक कौन थाए श्वेत सार थाए। आउ कौन ना गुड़ महू मध्य श्वेत सार जातीय खाद्य। देख पिला माने महूटा एरा प्राणीज हम कहीं ना आमे प्राणी मानक पाखरु पाइला प्राणी एटी महू किए महुमाछी महू संग्रह करुची तार महूटा को आनिके आमे कौन करछे व्यवहार करछे खाद्य रे। आउ कौन ना आमे मांस खासी मांस जो खाऊचे मांस रे मध्य श्वेत सार रही। तो जेहेतु आमे या प्राणी पाखरु पाउचे तेणु यह प्राणीज श्वेत सार रे जाउची नुहे कि। शरीर को शक्ति जगाइबा हला श्वेत सार रो प्रधान काम। अटार चोकड़ शाग पनीपरिबा और फल रे तंतु जातीय पदार्थ रही। यह शरीर रे सहज रे हजम होई पारे नहीं किंतु शरीर पई यह किछि परिमाण रे आवश्यक। देख पिला माने आमे श्वेत सार विषय आलोचना करे एबे पुष्टि सार दिवा। देख पुष्टि सार मध्य दुईटी उत्स रु मिलुची प्राय उद्भिद मानक पाखरु मिलुची प्राणी मानक पाखरु मध्य मिलुची। तेणु कहूचे उद्भिदज पुष्टि सार प्राणीज पुष्टि सार। मुग हरड़ मसूर बिरी बुट इत्यादि विभिन्न प्रकार डाली रे बहु परिमाण रे पुष्टि सार रही। चीना बादाम सोयाबीन रे मध्य पुष्टि सार रो परिमाण अधिक। 100 ग्राम आलू रे जेतिकी पुष्टि सार अछि ताठारु अधिक रही 100 ग्राम सागरे। सागरे जेतिकी पुष्टि सार अछि ताठारु अधिक अछि चाउल बा गहम रे। चाउल बा गहम रे थिबा पुष्टि सार रो प्राय 2 गुण अछि डाली रे। तेणु डाली को आमे पुष्टि सार खाद्य भाव रे ग्रहण करू नुहे कि। यह बाद लहुणी घी को बाद देले प्राय सबु प्रकार प्राणीज खाद्य रु पुष्टि सार मिले जोटा आमे एबे पढुतले उद्भिद मानक पाखरु मिलुतुवा एबे देखिबा प्राणी मानक पाखरु कोन मिलुची ना मा क्षीर गाई बा महींसीर क्षीर
ଛେନା, ଦହି, ମାଛ, ଅଣ୍ଡା, ପଶୁ ପକ୍ଷୀର ମାଂସ ଇତ୍ୟାଦିରେ ବହୁ ପରିମାଣରେ ପୁଷ୍ଟିସାର ରହିଛି। ତ ନିରାମିଷାଶୀ ଯୋଉମାନେ ମାଛ ମାଂସ ଖାଆନ୍ତି ନାହିଁ, ମାଛ ମାଂସ ଇତ୍ୟାଦି ନ ଖାଇଲେ ମଧ୍ୟ ପ୍ରତିଦିନ ଯଦି ଭାତ, ଡାଲି, କ୍ଷୀର ଇତ୍ୟାଦି ଆବଶ୍ୟକ ପରିମାଣରେ ଖାଇବେ ତାହେଲେ ପୁଷ୍ଟିସାରର ଅଭାବ ହେବ ନାହିଁ। କିନ୍ତୁ ଏଇଠି ପିଲାମାନେ ଦେଖ, କ୍ଷୀର ଏମିତି ଏକ ଜିନିଷ, ଏହା ଏଥିରେ ସବୁ ପ୍ରକାର ଖାଦ୍ୟ ସାର ରହିଛି, ନୁହେଁ କି? ଇଏ ଗଲା ପୁଷ୍ଟିସାର। ତାପରେ ଦେଖ ସ୍ନେହ ସାର। ଦେଖ ପିଲାମାନେ, ସ୍ନେହ ସାର ମଧ୍ୟ ଦୁଇଟି ଉତ୍ସରୁ ଆମେ ପାଉଛେ। ପ୍ରାଣୀଙ୍କ ପାଖରୁ ପାଉଛେ ଆଉ ଉଦ୍ଭିଦ ମାନଙ୍କ ପାଖରୁ ମଧ୍ୟ ପାଉଛେ। ଦେଖ କେମିତି ପାଉଛେ ନା, ଯେଉଁ ଖାଦ୍ୟ ଯେତେ ତୈଳଯୁକ୍ତ ସେଥିରେ ସ୍ନେହ ସାରର ପରିମାଣ ସେତେ ବେଶୀ। ଚିନାବାଦାମ, ସୋରିଷ, ରାଶି, ପେଶୀ, ଜଡ଼ା, ସୂର୍ଯ୍ୟମୁଖୀ, ସୋୟାବିନ୍ ଇତ୍ୟାଦିର ମଞ୍ଜିକୁ ପେଳି ତେଲ ବାହାର କରାଯାଏ। ତାହେଲେ ତୈଳାକ୍ତ ଜିନିଷ ଯେତେ ଗୁଡ଼ିଏ ସେଥିରୁ ଆମେ ସ୍ନେହ ସାର ପାଉଛେ, ନୁହେଁ କି? ସୋରିଷ ତେଲ ଓ ଚିନାବାଦାମ ତେଲକୁ ଖାଇବା ତେଲ, ଦେହ ଲଗା ତେଲ ରୂପେ ବ୍ୟବହାର କରାଯାଏ। ସୋରିଷ ତେଲକୁ ଖାଇବା ତେଲ ବ୍ୟବହାର କରାଯାଉଛି, ଆଉ ଦେହରେ ଆମେ ବି ଲଗେଇ ପାରୁଛେ। ଚିନାବାଦାମ ତେଲକୁ ଖାଇବାରେ ବ୍ୟବହାର କରାଯାଉଛି। ବିଭିନ୍ନ ପ୍ରକାର ଉଦ୍ଭିଦଜାତ ତେଲରୁ ବନସ୍ପତି ତିଆରି ହୁଏ। କେରଳରେ ନଡ଼ିଆ ତେଲ ଦ୍ୱାରା ସବୁ ପ୍ରକାର ରୋଷେଇବାସ ହୁଏ। ଇଏ ଗଲା ହଉଛି ଉଦ୍ଭିଦଜ ସ୍ନେହ ସାର, ଉଦ୍ଭିଦ ମାନଙ୍କ ପାଖରୁ ମିଳୁଥିବା ସ୍ନେହ ସାର। ତାପରେ ଦେଖ କହୁଛି, ମାଛ, ମାଂସ, ଅଣ୍ଡା, କଲିଜା, ଘିଅ ଇତ୍ୟାଦି ପ୍ରାଣୀଜ ସ୍ନେହ ସାର ଅଟନ୍ତି। ସ୍ନେହ ସାର କଣ କରୁଛି ନା, ସ୍ନେହ ସାର ଶରୀରକୁ ଶକ୍ତି ଯୋଗାଉଛି। ସ୍ନେହ ସାର ଆମ ଦେହରେ ଚର୍ବି ଆକାରରେ ସଞ୍ଚିତ ହୋଇ ରହେ। ପ୍ରାଣୀଜ ସ୍ନେହ ସାରରେ କୋଲେଷ୍ଟରଲ ଅଧିକ ଥାଏ। ଅଧିକ ସ୍ନେହ ସାର ଓ କୋଲେଷ୍ଟରଲ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସୂର୍ଯ୍ୟମୁଖୀ ତେଲ, ସୋୟାବିନ୍ ତେଲ, ବାଦାମ ତେଲ, ରାଶି ତେଲ କୋଲେଷ୍ଟରଲ ଆମ ଶରୀରରେ କୋଲେଷ୍ଟରଲର ପରିମାଣକୁ କମାଇବାରେ ସାହାଯ୍ୟ କରନ୍ତି। ଏବେ ଦେଖ ଧାତୁ ସାର ପଡିବା। ଧାତୁ ସାର ଏହା ମଧ୍ୟ ଦୁଇଟି ଉତ୍ସରୁ ଆମକୁ ମିଳୁଛି। ପ୍ରାଣୀଙ୍କ ପାଖରୁ ମିଳୁଛି ଆଉ ଉଦ୍ଭିଦ ମାନଙ୍କ ପାଖରୁ ମଧ୍ୟ ମିଳୁଛି। କହୁଛି ଆମ ଦେହରେ ରହିଥିବା ଧାତୁ ସାର ମାନଙ୍କ ମଧ୍ୟରୁ କ୍ୟାଲସିୟମ, ଫସଫରସ, ଲୌହ, ସୋଡିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, ତମ୍ବା, ଦସ୍ତା, ଆୟୋଡିନ ଇତ୍ୟାଦି ପ୍ରଧାନ। କ୍ୟାଲସିୟମ ଓ ଫସଫରସ ବିନା ହାଡ଼ ତିଆରି ଅସମ୍ଭବ। ଲୌହ, ତମ୍ବା ରକ୍ତରେ ଥିବା ହିମୋଗ୍ଲୋବିନ ତିଆରି ପାଇଁ ଦରକାର। ସୋଡିୟମ, ପୋଟାସିୟମ ଆମ ଦେହର ଜଳୀୟ ଅଂଶର ପରିମାଣକୁ ନିୟନ୍ତ୍ରଣ କରେ। ଆୟୋଡିନ ଶାରୀରିକ ମାନସିକ ବିକାଶରେ ସାହାଯ୍ୟ କରେ। ଏଗୁଡ଼ିକ ଆମେ ଉଦ୍ଭିଦରୁ ପାଉଛେ। କ୍ଷୀର, ଦହି, ଛେନା, ଖୁଆ, କ୍ଷୀର ଗୁଣ୍ଡରେ ମାଣ୍ଡିଆ, ରାଶି, ଲେଉଟିଆ ଶାଗ, ଖଡା ଶାଗ, ସଜନା ଶାଗରେ ବେଶୀ କ୍ୟାଲସିୟମ ଓ ଫସଫରସ ଏକାଠି ଥାଏ, ନୁହେଁ କି? ଚାଉଳ, ଗହମ, ଡାଲି, ଲେଉଟିଆ ଶାଗ, ପାଳଙ୍ଗ, ମେଥି, ସଜନା, ଖଡା ଶାଗ, ଧନିଆ ପତ୍ର ଗୁଡ଼ିକରେ ଲୌହର ପରିମାଣ ଅଧିକ ଅଛି। ମାଛ, ମାଂସ, କଲିଜା, ଶୁଖୁଆ, ଅଣ୍ଡାରେ ମଧ୍ୟ ଲୌହ ବା ଆଇରନ୍ ଯୋଉଟା ଇଂରାଜୀରେ କହୁଛେ, ଆଇରନର ପରିମାଣ ଅଧିକ ରହିଛି। ତ ଏହାର ଅଭାବରେ ଆମର ଆଇରନ୍ ବା ଲୌହ ଅଭାବରେ ରକ୍ତହୀନତା ରୋଗ ଭୋଗିବାକୁ ହୁଏ। ତାପରେ ଆମେ ଦେଖିବା ଜୀବସାର।
ଜୀବସାର ବା ଭିଟାମିନ୍। ଦେଖ ପିଲାମାନେ, ଜୀବସାର ବା ଭିଟାମିନ୍, ଜୀବସାରକୁ ବୈଜ୍ଞାନିକ ଭାଷାରେ ଭିଟାମିନ୍ କହନ୍ତି। ଏହାକୁ ଖାଦ୍ୟ ପ୍ରାଣ ମଧ୍ୟ କୁହାଯାଏ। ଭିଟାମିନ୍ର ପ୍ରକାର ଅନୁସାରେ ଏହାର ନାମ ଭିନ୍ନ ଭିନ୍ନ। ଭିଟାମିନ୍ର ଅଭାବରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଅଳ୍ପ କେତେକ ଭିଟାମିନ୍କୁ ଛାଡ଼ିଦେଲେ ଅଧିକାଂଶ ଭିଟାମିନ୍ ଆମ ଶରୀରରେ ତିଆରି ହୋଇପାରେ ନାହିଁ। ତେଣୁ ଭିଟାମିନ୍ ପାଇବାକୁ ହେଲେ ଆମକୁ ଖାଦ୍ୟ ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ, ନୁହେଁ କି? ଦେଖ, ଏଠି କେତେ ଗୁଡ଼ିଏ ଭିଟାମିନ୍ର ପ୍ରକାର ଏଠି ଦେଇଛି, ଆମେ ଗୋଟି ଗୋଟି ଆଲୋଚନା କରିବା। କହୁଛି ଭିଟାମିନ୍ ଏ ବା ଭିଟାମିନ୍ କ ବୋଲି ଯୋଉଟାକୁ କହୁଛେ, ଏହା ଆଖି ଚର୍ମକୁ ସୁସ୍ଥ ଓ ସୁନ୍ଦର ରଖେ। ଏହା କଣ ନା କୋଶଳା, ଖଡ଼ା ଶାଗ, ଲେଉଟିଆ ଶାଗ, ପୋଇ ଶାଗ, ପାଳଙ୍ଗ ଶାଗ ଇତ୍ୟାଦିରେ ପ୍ରଚୁର ପରିମାଣରେ ରହିଛି। ଗାଜର, ପାଚିଲା କଖାରୁ, ପାଚିଲା ଅମୃତଭଣ୍ଡା, ପାଚିଲା ଆମ୍ବ, ମାଂସର କଲିଜା, ମାଛ ତେଲରେ ମଧ୍ୟ ଏହି ଭିଟାମିନ୍ ଏ ବା ଭିଟାମିନ୍ କ ପ୍ରଚୁର ପରିମାଣରେ ରହିଥାଏ। ଭିଟାମିନ୍ ଡି, ଏହା ଶରୀରର ହାଡ଼ ଓ ଦାନ୍ତ ଗଠନ ପାଇଁ ଦରକାର। ଏହାର ଅଭାବରେ ରିକେଟ୍ସ ରୋଗ ହୁଏ। ଏହା ମାଂସର କଲିଜା, ମାଛ ତେଲ, ଅଣ୍ଡା କେଶର, କ୍ଷୀର ଓ ଲହୁଣୀରେ ଅଳ୍ପ ପରିମାଣରେ ଥାଏ। ଚର୍ମ ଉପରେ କଅଁଳ ସୂର୍ଯ୍ୟ କିରଣ ପଡ଼ିଲେ ଭିଟାମିନ୍ ଡି ତିଆରି ହୋଇଥାଏ। ତାପରେ କହୁଛି ଭିଟାମିନ୍ ଇ। ଭିଟାମିନ୍ ଇ ସୂର୍ଯ୍ୟମୁଖୀ ତେଲ, ରାଶି ତେଲରୁ ମିଳିଥାଏ। ଏହା ହୃଦରୋଗ ଓ ଚର୍ମ ରୋଗର ଔଷଧ ପାଇଁ ଆବଶ୍ୟକ ହୋଇଥାଏ। ଭିଟାମିନ୍ କେ, ବନ୍ଧାକୋବି, ପାଳଙ୍ଗ ଶାଗ ଆଦିରେ ଏହା ପ୍ରଚୁର ପରିମାଣରେ ଥାଏ। ଆମ ଅନ୍ତନଳୀରେ ଥିବା କେତେକ ଧରଣର ବୀଜାଣୁ ଏହି ଭିଟାମିନ୍କୁ ମଧ୍ୟ ତିଆରି କରିଥାନ୍ତି। ଭିଟାମିନ୍ ବି କମ୍ପ୍ଲେକ୍ସ, ଏଥିରେ ଅନେକ ପ୍ରକାର ସହଧର୍ମୀ ଭିଟାମିନ୍ ଥାଏ। ଭିଟାମିନ୍ ବି1 ଅକାଣ୍ଡିଆ ଚାଉଳ, ଉଷୁନା ଚାଉଳ, ଅଟା, ଡାଲି, ଚିନାବାଦାମ, ଶାଗ, ବିଭିନ୍ନ ପନିପରିବା, ମାଛ, ମାଂସ, ଅଣ୍ଡାରେ ଭିଟାମିନ୍ ବି1 ଥାଏ। ଏହି ଭିଟାମିନ୍ ବି1 ଅଭାବରେ ବେରି ରୋଗ ହୁଏ। ଭିଟାମିନ୍ ବି2 ଶାଗର କଅଁଳିଆ ପତ୍ରରେ, ଉଷୁନା ଚାଉଳ, ଅଟା, ବିଭିନ୍ନ ଡାଲି, ପନିପରିବା, ଗଜାମୁଗ, ଗଜାବୁଟ, କଲିଜା, ମାଛ, ମାଂସ ଇତ୍ୟାଦିରେ ଏହା ଥାଏ। ଏହାର ଅଭାବରେ କଳଖିଆ ଆଉ ତୁଣ୍ଡ ଘା ହୁଏ, ପାଟି ଘା ଯୋଉଟା କହୁଛେ। ଭିଟାମିନ୍ ବି12 କଲିଜା, ମାଛ, ମାଂସ, ଅଣ୍ଡା ଓ କ୍ଷୀରରେ ଏହା ଥାଏ। ଏହାର ଅଭାବରେ ଏକ ଧରଣର ରକ୍ତହୀନତା ରୋଗ ହୋଇଥାଏ। ଦେଖ, ଭିଟାମିନ୍ ସି ତାପରେ ଲେମ୍ବୁ, କମଳା, ସପୁରୀ, ପାଚିଲା ଆମ୍ବ, ପାଚିଲା ଅମୃତଭଣ୍ଡା, ବିଲାତି ବାଇଗଣ, ପିଜୁଳି, ଅଁଳା, ପିଆଜ, କଞ୍ଚା ଲଙ୍କା, କୋଶଳା ଶାଗ, ଲେଉଟିଆ ଶାଗ, ସଜନା ଶାଗ, ଧନିଆ ପତ୍ର, ବନ୍ଧାକୋବିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଅଛି। ଖାଦ୍ୟକୁ ଅଧିକ ଗରମ କଲେ ଏହି ଭିଟାମିନ୍ ନଷ୍ଟ ହୋଇଯାଏ। ତ କଞ୍ଚା ଫଳ ଓ ସଜ ପରିବା ଏଥିପାଇଁ ଭଲ। ଏହାର ଅଭାବରେ ସ୍କର୍ଭି ନାମକ ରୋଗ ହୋଇଥାଏ। ଦେଖ, ତାପରେ କହୁଛି ଜଳ। ଶେଷରେ ଆମେ ଜଳ ବିଷୟରେ ପଢିବା। ଜଳ, ଜଳ ବିନା ଜୀବକୋଷ ମାନେ କାମ କରିପାରିବେ ନାହିଁ। ଜୀବକୋଷର ଅଧିକାଂଶ ଜଳରେ ତିଆରି। ଜଳ ଆମ ଶରୀରର ତାପମାତ୍ରା ରକ୍ଷା କରିବାରେ ସାହାଯ୍ୟ କରେ। ଆମ ଶରୀରରୁ ଅଦରକାରୀ ପଦାର୍ଥକୁ ମୂତ୍ର ଓ ଝାଳ ରୂପରେ ବାହାର କରିଦିଏ। ଜଳ ପିଇବା ସଙ୍ଗେ ସଙ୍ଗେ କ୍ଷୀର, ସରବତ, ଫଳରସ, ଅନ୍ୟାନ୍ୟ ଖାଦ୍ୟ ଦ୍ରବ୍ୟ ଆମ ଶରୀରକୁ ଜଳ ଯୋଗାଇଥାଏ।
जड़े वयस्क लोकर दिन को खूब कम 2.5 लिटर जल दरकार। देहरु अत्यधिक झाड़ बोहिबा, झाड़ा बांती हेबा, दुर्घटना घटिले से जो रक्त क्षय हुए, ये सब द्वारा कौन हुए ना शरीर रु जलर परिमाण ह्रास पाई थाए बा कमी जाई थाए। तो शरीर रु यही उपाय रे जो हमर कौन जलर परिमाण कमी जीवाकू कहती डिहाइड्रेशन, जल शुष्कता। तेणु जल पी किंबा जल रे सामान्य लुण और चीनी निर्दिष्ट अनुपात रे मिसाई पीले अधिक उपकार। ये डिहाइड्रेशन नु आमे आरोग्य होई परिबा हैला। तो पिला माने आमे जल पर्यंत आज पढ़िले, परवर्ती क्लास रे सुषम खाद्य विषय रे आलोचना करिबा। आजिर क्लास टी आमे एठारे रखिबा। वंदे मातरम।